ଯେତିକି ବି ଆମର ଚାଷୀ ବି ମାନେ ଦେଖୁଛନ୍ ଆଜ୍ଞା ଆପଣମାନଙ୍କ ଲାଗି ଏଇଟା ହচ্ছে ବହୁତ ଜରୁରୀ ଖବର ହେ କାଁ ଯେ ଇ ଖବରଟା ଆପଣମାନେ ନିହାତି ଜାନବା ଦରକାର। ତ ଆପଣମାନେ ନିହାତି ଭାବରେ ପିଏମ୍ କିଷାନ ପଇସା ପାଇଥିବେ, ସିଏମ୍ କିଷାନ ପଇସା ବି ପାଇଥିବେ। ଯଦି ଆହୁରି ଆପଣମାନେ ପିଏମ୍ କିଷାନ ପଇସା ବି ନେଇ ପାଇବା, ସିଏମ୍ କିଷାନ ପଇସା ବି ନେଇ ପାଇବା, ତ ଏବେ ସରକାର କେନ୍ କେନ୍ ସବୁ ନିୟମ କାନୁନ ମାନେ କରୁଛନ୍, ତ ଇ ସବୁ ଡିଟେଲଟା ଆପଣମାନେ ନିହାତି ଜାନବା କଥା। କାଁ ଯେ ଦେଖନ୍ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଛନ୍ କଲେ ଗୋଟେ ମନ କଲେ ଗୋଟେ ତାଙ୍କର ନିୟମ କାନୁନଟା ଚେଞ୍ଜ ଚାଞ୍ଜ କରୁଛନ୍ ଚାଷୀମାନଙ୍କର ସୁବିଧା ହେବା ଲାଗି ବୋଲି କହୁଛନ୍। তো ଏବେ আসুন আমি যেটাকি আমি কল রেকর্ডিংটা আমি কথা হয়েছিলি আজ কল সেন্টর সঙ্গে, তো সে আজ্ঞা মানে কাଣା কহিছন সম্পূর্ণ ডিটেলটা মুই আপনাকে কল রেকর্ডিং মাধ্যমে সব শুনে দেমি আজ্ঞা। তো পহলা আপনার মনে রাখুন আজ্ঞা যেতে করে আমার 19 নম্বর আমার 20 নম্বর ইনস্টলমেন্ট যেন চাষী মানে নেই পাই পারি, তো সে চাষী মানে কাଣା করবে তারপরে গলা আমার নূয়া করে আপনার মানে সিএম কিষান 2 থর লেখা পাইছন, তো সে জায়গায় আপনার কাଣା করবে মনে করুন যদি আপনার মানে সিএম কিষান 2 থর যদি পাইছন বলে এবে আর থরে কৌছন সরকার যে আপনাকে আর কিছু করবার নাই পড়ে কেবল এগ্রিকলচর অফিস যাই আপনার ডকুমেন্টটা সবমিট করবে। আর যেকোনসি প্রোবলেম এবে আপনার অনলাইন সমাধান টোটাল নেই পিএম কিষান লাগি কেবল আপনার যেন ডিস্ট্রিক্ট নেই রয়েছে ডিস্ট্রিক্ট হেডক্বার্टर, তো ডিস্ট্রিক্ট হেডক্বার্टर যাই আপনার ডকুমেন্টটা জমা করবে। কেন কেন সব ডকুমেন্ট জমা করবে আধার কার্ড, জমি পট্টা, রাশন কার্ড, ভোটর কার্ড এই সব ডকুমেন্ট ধরিক আপনার যেন ডিস্ট্রিক্ট নোডাল অফিসর রয়েছেন সেনে যাই আপনার জমা করবে। তো আসুন মুই কল রেকর্ডিং শুনে দৌছে যে কল রেকর্ডিং শুনলা পরে আপনার ডাউট ବି ସବୁ କ୍ଲିୟର ହେଇଯିବା। କିଷାନ କିସ୍ତି ପାଉଛନ୍ତି କିନ୍ତୁ ପିଏମ କିଷାନ ପାଉନାହାନ୍ତି ନାଇଁ କି ସାର୍? ନା ନା ମୋରଟା ମିଳୁଛି ଆଜ୍ଞା ଆମର ଗାଁରେ ଲୋକମାନେ କେତେ ଲୋକ ନେଇ ପାଇବା ତ ସେଟା ସେ ବିଷୟରେ ମୁଁ ଜାଣିବାର ଚାହୁଁଥିଲି। କୋଉଟା ଆପଣଙ୍କର ପିଏମ କିଷାନ? ହଏ ହଏ ଏବେ ଦେଖୁନ୍ ଆମ ନୂଆ ଗଭର୍ଣ୍ଣମେଣ୍ଟ ଆସିଲା ପରେ ସିଏମ କିଷାନ ଲୋକମାନେ ଆବେଦନ କଲେ ଆଜ୍ଞା ଆଜ୍ଞା ତାପରେ ସେମାନେ ଦେଖନ୍ତୁ ପିଏମ ସାର୍ କିଷାନ କନଭର୍ଟ କରୁ ବୋଲେ ହେଲେ ପିଏମ କିଷାନ କନଭର୍ଟ ବି ନେଇ ପାରବା ପଇସା ବି ନେଇ ପାଇବା, ତ ସେମାନେ ନୂଆ ଆପ୍ଲାଏ କରବେ ନା ନୂଆ ଆପ୍ଲାଏ କରବାକୁ ପଡେ? ଦେଖନ୍ତୁ ସାର୍ ଗଭର୍ଣ୍ଣମେଣ୍ଟ ଯୋଉ ଆପଣଙ୍କର ନୂଆ ରୁଲ ଅନୁସାରେ ଯୋଉମାନେ ସାର୍ ସିଏମ କିଷାନ ପାଉଛନ୍ତି ସେମାନଙ୍କ ପିଏମ ଓଡିଶାର ମାନେ ଓଡିଶା ଚାଷୀ ମାନଙ୍କ ପାଇଁ ଆଜ୍ଞା ଯୋଉମାନେ ସାର୍ ସିଏମ କିଷାନ ପଇସା ପାଉଛନ୍ତି ସେମାନଙ୍କୁ ଆଉ ପିଏମ କିଷାନ ପାଇଁ ଆପ୍ଲାଏ କରିବା ଦରକାର ନାହିଁ ସାର୍। ଗଭର୍ଣ୍ଣମେଣ୍ଟ ତରଫରୁ ଅଟୋମେଟିକ ସେମାନଙ୍କ ରେଜିଷ୍ଟ୍ରେସନ କରିଦିଆଯିବ ଆଉ ତାଙ୍କୁ ରେଜିଷ୍ଟ୍ରେସନ ନମ୍ବର ବି ଦିଆଯିବ ବୁଝିଲେ କି। ତେଣୁ ଅପେକ୍ଷା କରନ୍ତୁ ସାର୍ କେବେ ତ ହବ ସାର୍ ସେଇଟା ଗଭର୍ଣ୍ଣମେଣ୍ଟ ଆମ ପାଖରେ ସୂଚନା ନାହିଁ ସେଇଟା। ଆପଣ ସେ ବିଷୟରେ ଯାଇକି ବ୍ଲକ ରେ ପଚାରି ପାରିବେ କିମ୍ବା ଆପଣ ନୋଡାଲ ଅଫିସର ଯିଏ ଅଛନ୍ତି ନାଇଁ ସେଠି ଆପଣ ପଚାରି ମାନେ ପାରିବେ। କହି ନାଇଁ ପାରିଲେ ବ୍ଲକ ବାଲେ ହେଲେ କାଣା କହିବେ ଆଜ୍ଞା? ନାଇଁ ଆମ ପାଖରେ ଯାହା ସୂଚନା ଥିବ ଆମେ ସାର୍ ଦେବୁ ସାର୍। ଆମ ପାଖରେ ଯାହା ସୂଚନା ଥିବ ଆମେ ସାର୍ କେମିତି ଆଣିକି ଦେବୁ? ନୋଡାଲ ଅଫିସର ସାର୍ ସିଏ ବୁଝିଲେ କି ସାର୍। ଅଥରିଟି ତାଙ୍କୁ ମିଳିଛି ପିଏମ କିଷାନ ସିଡିଓ ସେ ହଉଛି ନୋଡାଲ ଅଫିସର ଆପଣଙ୍କର ପିଏମ କିଷାନ ଭେରିଫିକେସନ ତାଙ୍କ ତରଫରୁ ହୁଏ ବୁଝିଲେ କି ସାର୍। ନୋଡାଲ ଅଫିସର ଅଛନ୍ତି ପ୍ରତ୍ୟେକ ଡିଷ୍ଟ୍ରିକ୍ଟ ଗୋଟେ ଅଛନ୍ତି। ଆଜ୍ଞା ଆଜ୍ଞା ସାର୍। ତେଣୁ ସାର୍ ଗଭର୍ଣ୍ଣମେଣ୍ଟ ନୂଆ ରୁଲ ଅନୁସାରେ ଅପେକ୍ଷା କରନ୍ତୁ ସାର୍। ମାନେ ବହୁତ ଜଣ ଚାଷୀ ଓଡିଶାରେ ଅଛନ୍ତି ଯୋଉମାନେ ସାର୍ ନୂଆ କରି ଏବେ ପାଇବେ। ତା ନୂଆ ତା ରୁଲ କଣ ଅଛି ସାର୍ ଆମର ପିଏମ କିଷାନ ନୂଆ ଆଉ ରୁଲ ସିଏମ ହଉଛି ନୂଆ ରୁଲ ହଉଛି ସାର୍ ଆପଣ ଯୋଉମାନେ ସାର୍ ସିଏମ କିଷାନ ମାନେ ଆପ୍ଲାଏ କରିଛନ୍ତି ଓଡିଶା ଚାଷୀ ସେମାନଙ୍କୁ ପିଏମ କିଷାନ ଆପ୍ଲାଏ କରିବା ଦରକାର ନାହିଁ କି ସେ ବିଷୟରେ ବ୍ୟସ୍ତ ହବା ଦରକାର ନାହିଁ। ଗଭର୍ଣ୍ଣମେଣ୍ଟ ତରଫରୁ ସେମାନଙ୍କର ରେଜିଷ୍ଟ୍ରେସନ କରିକି ସେମାନଙ୍କୁ ଗୋଟେ ରେଜିଷ୍ଟ୍ରେସନ ନମ୍ବର ଦିଆଯିବ। ଆପଣ ଜାଣିଥିବେ ରେଜିଷ୍ଟ୍ରେସନ ନମ୍ବର ଥାଏ ପିଏମ କିଷାନର ସେଇ ଜିନିଷଟା ତାଙ୍କୁ କରିଦିଆଯିବ ତାଙ୍କୁ ମେସେଜ ଯିବ ବି ବୁଝିଲେ କି। ତେଣୁ ଅପେକ୍ଷା କରନ୍ତୁ ଏବେ ବର୍ତ୍ତମାନ ତ କିଛି ସୂଚନା ଆସିନାହିଁ ସାର୍ କେବେ କରାଯିବ ବୋଲି କିନ୍ତୁ କରାଯିବ ସାର୍। ଏତିକି ସାର୍ ଆମ ପାଖରେ ସୂଚନା ଅଛି। ନାଇଁ ମଝିରେ ଆମେ ଗୋଟେ କଲ୍ ସେଣ୍ଟର କଲ୍ କରିଥିଲୁ ଆମର ଯେ 155333 ନମ୍ବର କଲ୍ କରିଥିଲୁ ଆଜ୍ଞା। ଆଜ୍ଞା ସାର୍। ତ ସେଟା ବି ଆମର କିଷାନ କଲ୍ ସେଣ୍ଟର ହଁ ତ ସେମାନେ କହିଲେ ଯେ ଆପଣ ଆପ୍ଲାଏ କରିଛନ୍ ପିଏମ କିଷାନ କହୁଛନ୍ ବୋଲେ ପିଏମ କିଷାନ ମିଳିବା ବୋଲି କୁହାଉଥିଲା କିନ୍ତୁ ବର୍ତ୍ତମାନ ମର୍ଚ୍ଚ ନେଇ ହେଇପାରବା ତ ପିଏମ କିଷାନ ଆପ୍ଲାଏ କର ବୋଲୁଥିଲେ ସେମାନେ। ତାହେଲେ ସାର୍ ଏ ବିଷୟରେ ସେମାନେ ବି ଜାଣିଥିବେ ନା ନୋଡାଲ ଅଫିସରଙ୍କୁ ପଚାରନ୍ତୁ କାରଣ ସିଏ ଭଲ ଭାବେ ଜାଣିଥିବେ ସାର୍। ଆଉ ଆମ ପାଖକୁ ଦେଖନ୍ତୁ ତ ଏବେ ସୂଚନା ଏପର୍ଯ୍ୟନ୍ତ ଆସିନି ସାର୍ ସେ ବିଷୟରେ କାରଣ ମର୍ଚ୍ଚ ମାନେ ନୂଆ ଆପ୍ଲାଏ ହଉନି ବୋଲି ଆମେ ଜାଣିଛୁ। ଚେକ୍ କଲାବେଳେ ବି ତାଙ୍କ ରିଜେକ୍ଟ କରିଦଉଥିଲେ। ନାଇଁ ନୂଆ ଆପ୍ଲାଏ ଟୋଟାଲ ନାଇଁ ହେବା ଆଜ୍ଞା। ନୂଆ ଆପ୍ଲାଏ କଲା ପରେ କାଣା ହଉଛି ଦେଖ ସାଙ୍ଗେ ସାଙ୍ଗେ ତାର ରିଜେକ୍ଟ ହେଇଯାଉଛି। ତ ସେ କୋଟାରେ ଲେଖି ଦଉଛି ଯେ ଆପଣ ସିଏମ ଆଜ୍ଞା କିଷାନ କୁହନ୍ତୁ ପାଇଲା ପରେ ନୂଆ ଆପ୍ଲାଏ କଲେ ରିଜେକ୍ଟ ହେଇଯାଉଛି ତାପରେ ତମେ ସିଏମ କିଷାନ ପାଇଲା ପରେ ଆମେ ପିଏମ କିଷାନ ଆପ୍ଲାଏ କର ବୋଲି କହୁଛେ କିନ୍ତୁ ସେମାନେ ଅଲରେଡି ସିଏମ କିଷାନ ପାଉଛନ୍ତି। ତ ସେଥିଲାଗି ଆମେ ଯେତିକି ବି ଲୋକମାନେ ଅଛନ୍ ତ ସେମାନଙ୍କୁ ମୁଇଁ ମନା ବି କରିଦଉଛେ ତମେ ଆପ୍ଲାଏ ନାଇଁ କର ବୋଲିକି କାରଣ ଆପ୍ଲାଏ କଲେ ରିଜେକ୍ଟ ହେଇଯିବା ଫେର ଅସୁବିଧା। ଆପ୍ଲାଏ କରନ୍ତୁନି ସାର୍ ଗଭର୍ଣ୍ଣମେଣ୍ଟ ତରଫରୁ ଅଟୋମେଟିକ ସାର୍ ଆପଣଙ୍କୁ ମେସେଜ ଯିବ କରିଦିଆଯିବ। ଯୋଉମାନେ ସିଏମ କିଷାନ ପାଉଛନ୍ତି 3ଟା 4ଟା କିସ୍ତି ପାଇଲେ ସେମାନେ ହେଇଯିବ ସାର୍। ଗୋଟେ ତ ଟାଇମ ମାନେ ପିରିୟଡ଼ ଦେଇନାହାନ୍ତି ଏଇ ଟାଇମରେ ହବ ବୋଲି ତେଣୁ ଅପେକ୍ଷା କରନ୍ତୁ ସାର୍। ଅଲରେଡି ସବୁ ପ୍ରାୟ ଚାଷୀ ତ ସାର୍ ପାଇଗଲେଣି ସିଏମ କିଷାନ 2ଟା କିସ୍ତି। ତେଣୁ ଅପେକ୍ଷା କରନ୍ତୁ ସାର୍ କେବେ ହେଇଯିବ ସୂଚନା ଦେଲେ ସାର୍ ଆମେ ଆପଣଙ୍କୁ ନିଶ୍ଚୟ ସୂଚନା ଦେଇଥାନ୍ତୁ। ତେଣୁ କେବେ ଟାଇମ ଯୋଉ ପିରିୟଡଟା ଆମ ପାଖରେ ନାହିଁ ଲିମିଟ ମାନେ କେବେ ମିଳିବ ବୋଲି। ଆର ଗୋଟେ ଆଜ୍ଞା ଦେଖୁନ୍ ଏବେ ଆଗରୁ ଯେମାନେ ପିଏମ କିଷାନ ପଇସା ପାଉଥିଲେ ତ ତାଙ୍କର ଲେଖା ହଉଛି ଆଜ୍ଞା ୟୋର ପେମେଣ୍ଟ ଇଜ ଟେମ୍ପରାଲି stopped or you are under suspend case of the land transfer ଯେନେ କି 1/2/2019 ରୁ ସିଆଡକେ ହେବା କଥା ବୋଲି କୁହାଯାଉଛି। ତ ଇଆଡକେ ହେଇଛି ବୋଲି କୁହାଯାଉଛି। ତ ଏଇ ଜାଗାରେ ଆମେ କାଣା କରିପାରମା ଆଜ୍ଞା?
ଏଇଟା ସାର୍ ଏଇ ନୋଡାଲ ଅଫିସର ହିଁ କମ୍ପ୍ଲେନ୍ କରି ସାର୍ ସାଇଡରେ ଲେଖା ହେଇଥିବ କାଇଣ୍ଡଲି କଣ୍ଟାକ୍ଟ ୱିଥ୍ ନିୟରେଷ୍ଟ ହଁ ଏଗ୍ରିକଲଚର ନୋଡାଲ ଡିପାର୍ଟମେଣ୍ଟ। ଅଛି। ଯୋଉମାନଙ୍କର ସାର୍ ଜମି କିଣିଛନ୍ତି ସାର୍ 2019 ପରେ ସେମାନଙ୍କୁ ତ ହୁଁ। ହୋଲ୍ଡ କରିଦିଆଯାଇଛି, ଆଉ ଯୋଉମାନେ ଭୁଲ ହେଇଥିବ ସେମାନେ ଯାଇକି ସେଟା କମ୍ପ୍ଲେନ୍ କରିବେ। ନାଇଁ ଆକ୍ଚୁଆଲି ଜଣେ ଜଣେ ମୁଁ ଯାହା ବି ଦେଖୁଛି ଯେହେତୁ ଆମର ନିଜେ ଆମେ ଅନଲାଇନ କରୁଛୁ ଆଜ୍ଞା, ତ ଆଜ୍ଞା ମୋର ପାଖେ ବି ଯେତିକି ମୁଁ କଷ୍ଟମର କରିଥିଲି ଅନଲାଇନ, ତ ତାଙ୍କର ଅଲରେଡି ଜମିଟା 2017-18 ମସିହାରେ କିଣିଛନ୍ତି, ତଥାପି ଏଇଭଳିଆ କେସ୍ ଆସୁଛି ତାର ସଲ୍ୟୁସନ। ସେଇଟା ସଜେସନ ସାର୍ ନୋଡାଲ ଅଫିସର ସାର୍ ଯେ ଭେରିଫାଇ କରନ୍ତି ସାର୍ ତାଙ୍କୁ ହିଁ କମ୍ପ୍ଲେନ୍ କରିବାକୁ ପଡିବ ସେଟା ପ୍ରୁଫ୍ ସହିତ ପ୍ରୁଫ୍ ନେଇକି ଦେଖେଇକି ଅଫିସରେ ମାନେ ଅଫିସରେ ମାନେ ଆପଣଙ୍କର ଜମି ପଟା ଆଧାର କାର୍ଡ ଏସବୁ ନେଇକି ହଁ ଯିବାକୁ ପଡିବ। ନା ଯୋଉଟା କିଣା ହେଇଛି ସାର୍ ସେଇ ମେନ୍ ସେଇ ପ୍ରୁଫ୍ଟା ଦେଖେଇବେ ନା ଆପଣ କିଣିଛନ୍ତି ବୋଲି ଆଗରୁ ତାଙ୍କୁ ନେଇ ଦେଖେଇବେ କି ସାର୍ ଆପଣ ଭେରିଫିକେସନ କରିଥିଲେ ଆମର ଏମିତି ହେଇଛି, ସେ ଚେଞ୍ଜ କରିବେ। ସେ କହିବେନି ସାର୍ କଣ ଆପ୍ଲିକେସନ ଦିଅନ୍ତୁ କଣ ଦିଅନ୍ତୁ, ତାପରେ ପୁଣି ନେକ୍ସଟ ଥର ଚେଞ୍ଜ କରିଦେଲେ ଏଇଥର ପାଇନାହାନ୍ତି ନେକ୍ସଟ ଥର ପାଇବେ। ହୁଁ ହୁଁ। ଆଉ ଜଣେ ମାନେ ଜଣେ ଏମିତି ଏମିତି ଅଛି ଆଜ୍ଞା ନୋଡାଲ ନିଜକୁ ଅଫିସର ଯିବେ, ଏଟା ନୋଡାଲ ଅଫିସ ମାନେ ସିଡି ଅଫିସ ବ୍ଲକରେ ନୁହେଁ ସାର୍। ନାଇଁ ବ୍ଲକରେ ତ ହେବନି ଆଜ୍ଞା, ପିଏମ୍ କିଷାନ ବ୍ଲକରେ ହେବନି, ଆମର ଯୋଉ ଡିଷ୍ଟ୍ରିକ୍ଟ ଲେଭେଲରେ ଯିଏ ଅଛନ୍ତି ନୋଡାଲ ଅଫିସର ତା ପାଖରେ ହିଁ ଆଜ୍ଞା ହବ ଏଇଟା। ଆଉ ଆଜ୍ଞା ଗୋଟେ ସାର୍ ଲେଖୁଛି ଆଜ୍ଞା, ଆମର କଣ ଲେଖୁଛି ଗୋଟେ ଅଛି ମୋ ପାଖରେ ଆଉ ଗୋଟେ ଅଛି, ମୁଁ ଆପଣ ଟିକେ ଲାଗନ୍ତୁ ମୁଁ ଦେଖି ଦଉଛି। ଆଜ୍ଞା ସାର୍ Your payment is temporarily stopped as you are under suspend of case of husband wife ବୋଲି କହୁଛି, ମାନେ ଆପଣଙ୍କ ପରିବାରରେ 2 ଜଣ ପାଉଛନ୍ତି ବୋଲି କହୁଛି, କିନ୍ତୁ ତାଙ୍କ ହଁ ଦୁଇ ପରିବାରରେ 2 ଜଣଙ୍କୁ ଜଣ ତ ମିଳିବନି, ଜଣେ ମିଳିବ ସାର୍। ନା ତା ଗାଇଡଲାଇନ ହିସାବରେ ତ ପିଏମ କିଷାନ ପରିବାରକୁ ଜଣେ ମିଳିବା କଥା, କିନ୍ତୁ ଆଜ୍ଞା 2 ଜଣ ବୋଲି ଦେଖଉଛି ପୋର୍ଟାଲରେ ଭୁଲ ଦେଖଉଛି, ତାର ସମସ୍ୟା କେମିତି କରାଯିବ? ନୋଡାଲ ଅଫିସର ଦେଖିବା କାରଣ ସେ ଭେରିଫାଇ କରୁଛନ୍ତି ନା ସାର୍ ଲୋକାଲ, ସେ ନୋଡାଲ ଅଫିସର ଅଥରିଟି ତାଙ୍କୁ ମିଳିଛି, ତେଣୁ ତାଙ୍କ ପାଖରେ ହିଁ ଯାହା କମ୍ପ୍ଲେନ୍ କରିବେ। ଆଚ୍ଛା, ମାନେ ଯାହା ବି ପ୍ରୋବ୍ଲେମ ଅଛି ମାନେ ଆମ ପରିବାର କେউ ପାଉନାହାନ୍ତି ବୋଲି ଗୋଟେ କେମିତି କରାଯିବ ସେଟା? ହଁ ସେ ପ୍ରୁଫ୍ଟା ନେଇକି ଦେଖି ଦେବାକୁ ପଡିବ ସାର୍ ଆପଣଙ୍କୁ, ଆମେ କେହି ପାଉନୁ। ହଁ ଗୋଟେ ହଁ ଗୋଟେ ଜାଗା ସାର୍ କଣ ହେଇଛି କି ସାର୍ ଗୋଟେ ପିଏମ୍ କିଷାନକୁ 2 ଜଣ ହଜବେଣ୍ଡ ଆପ୍ଲାଏ କରିଦେଇଛି, ୱାଇଫ୍ ଆପ୍ଲାଏ କରିଦେଇଛି, ସେ କେସରେ ସେ 2 ଜଣଙ୍କୁ ରିଜେକ୍ଟ କରିଦେଇଛନ୍ତି। ତାଙ୍କର ଯୁକ୍ତି ରହୁଛି କି ସାର୍ ଯୋଉମାନେ ଆପ୍ଲାଏ କରି ସେ କହୁଛନ୍ତି ଯଦି 2 ଜଣ ଆପ୍ଲାଏ କରୁ ସାର୍ ଜଣଙ୍କୁ ଦେଇ ଜଣଙ୍କୁ ରିଜେକ୍ଟ କରୁ, ସେଇଟା ସେମିତି ନ କରି 2 ଜଣଙ୍କୁ କରିଦେଇ, ସେମିତି ବି ହଉଛି ସାର୍ କେସ୍। ହଁ ହଁ। ତେଣୁ ସେ ବିଷୟରେ ଆପଣ ଯାଇ ଏଇଟା ମନା କରନ୍ତି ସାର୍ 2 ଜଣ ଆପ୍ଲାଏ ନ କରନ୍ତୁ, ଜଣେ ଆପ୍ଲାଏ କରିବ ନା, ଘରୁ ନା ଜଣେ ନା ବାଇ ଚାନ୍ସ ମୁଇଁ 2 ଜଣ। ଯେତିକି ବି ଆପ୍ଲାଏ କରିଛି ଆଜ୍ଞା ତାଙ୍କ ପରିବାର ସବୁ ଚେକ୍ କରିଛି, ତାପରେ ଯାଇକି ମୁଇଁ ଆପ୍ଲାଏ କରିଛି, ଆଉ ପରିବାର ଡବଲ ହଁ ଯଦି କେନ୍ ଜାଗାରେ ଆପ୍ଲାଏ କରିପାରବା ଯାହାର ରାସନ କାର୍ଡ ଯଦି ଅଲଗା ଥିବା ବୋଲେ କରିପାରବା ସେଟା। ସେଇଟା ତ ସିଏମ୍ କିଷାନ କରିବ, ସେଟା ଅଟୋମେଟିକ ସାର୍ ପିଏମ୍ କିଷାନକୁ ଯିବ, ଟ୍ରାନ୍ସଫର ହବ ସେଟା ହୁଁ ପରେ। ନୂଆ ତ ଏବେ ହଉନି, ସେ ପୁରୁଣା ଆଗରୁ ସାର୍ କରିଦେଇଛନ୍ତି ସାର୍ ଦିଦିଟା ନା। ହୁଁ। ଏଇଟା ଆଉ ସେଇଟା ଗୋଟେ ଟିକେ ସେ ନୋଡାଲ କଥା ହେବେ ସାର୍। ଦେଖନ୍ତୁ ଆଜ୍ଞା, ଏଇ ଯୋଉ ଫାର୍ମର ରେଜିଷ୍ଟ୍ରି କଥା କୁହାଯାଉଛି, ଏବେ ଦେଖନ୍ତୁ ଯାହା ନାଁରେ ଜମି ଅଛି ତାର ତ ଖାଲି ଫାର୍ମର ରେଜିଷ୍ଟ୍ରି ହେଇପାରୁଛି, ଯାହାର ନାଁରେ ଜମି ନେଇ ନା ତାର ତ ନେଇ ହେଇପାରବା ଏବେ। ଆଜ୍ଞା ସାର୍। ତ ସେ କେସରେ ଯଦି ବାପାର ନାଁରେ ଜମି ଅଛି ତ ପୁଅର ନାଁରେ କରବାଟା, ବାପା ବଞ୍ଚିଥାଉ ତ ପୁଅର ନାଁରେ କରବାଟା ମୁସ୍କିଲ ଆଜ୍ଞା, ସେଟା ଗୋଟେ ତାର କିଛି ଗୋଟେ ବ୍ୟବସ୍ଥା ହେଇପାରବା ଆଜ୍ଞା। ଆଉ ସେଇଟା ତ ଆମେ ସାର୍ କିଛି କରିପାରିବୁନି, ଯାହା ଗଭର୍ଣ୍ଣମେଣ୍ଟ ରୁଲ୍, ତେଣୁ ଗଭର୍ଣ୍ଣମେଣ୍ଟକୁ କମ୍ପ୍ଲେନ୍ କରିବାକୁ ପଡ଼ିବ। ଯଦି ମୁଖ୍ୟମନ୍ତ୍ରୀ ସିଏମ୍ ଯୋଉ ପୋର୍ଟାଲ ଯୋଉ ଅଛି ଗ୍ରିଭେନ୍ସ ପୋର୍ଟାଲ ସେଠି କମ୍ପ୍ଲେନ୍ କରିବେ, ନହେଲେ ଯଦି ଅସୁବିଧା ହଉଛି ହୁଁ। ବୁଝିଲେ କି ସାର୍, ଯଦି ବହୁତ କଣ ହଉଛି ଲୋକଙ୍କ ଆଜ୍ଞା ପାଇଁ ଦେଖନ୍ତୁ, ଅସୁବିଧା। ଏବେ ମନେ ବୁଝିଲି ସାର୍, କରାଯାଉ ଆପଣ ଯୋଉ କହିଲେ ସେ କଥା ତ ଠିକ କଥା, ଆପଣ ହୁଁ ଯୋଉ କହୁଛନ୍ତି। ନାଇଁ ବାପା ଦେଖନ୍ତୁ ଆକ୍ଚୁଆଲି କାଣା ଅଛି ଦେଖନ୍ତୁ, ମୋର ମନେ କରାଯାଉ ମୋର ବାପା ଗୋଟେ ଅଛନ୍, ତାଙ୍କର 2ଟା ପୁଅ, ତ ହଁ 2ଟା ପୁଅ ଯଦି ଅଲଗା ବାହା ହେଲା ପରେ ତ ଆଜିକାଲି ସମସ୍ତେ ଜାଣିଛନ୍ତି ଓଡିଶା କଥା, ଆଜ୍ଞା ସ୍ତ୍ରୀ ଟିଏ ବାହା ହେଲେ ସାଙ୍ଗେ ସାଙ୍ଗେ ଆର ଦିନ ରାସନ କାର୍ଡ ଅଲଗା କରିବେ, ସ୍ୱାମୀ ସ୍ତ୍ରୀ ପୁରା ଅଲଗା ହେଇଯାନ୍ତି ସବୁଆଡେ, ଆମ ଓଡିଶାରେ ପ୍ରତ୍ୟେକ ଜାଗାରେ ଆଜ୍ଞା ସମସ୍ତେ ପୁରା ଅଲଗା। ତ ସେ କେସରେ ସାଙ୍ଗେ ସାଙ୍ଗେ ରାସନ କାର୍ଡ ବି ହେଇଯାଉଛି ନୂଆଟା, ତାପରେ ପୁଅ ଆଜ୍ଞା ବି ଚାହୁଁଛି ମୁଁ ଗୋଟେ ପିଏମ କିଷାନ ଗଭର୍ଣ୍ଣମେଣ୍ଟରୁ ପାଇବି ସୁବିଧା ବୋଲି, କିନ୍ତୁ ଗଭର୍ଣ୍ଣମେଣ୍ଟ ଆଜ୍ଞା ଯୋଉ ରୁଲଟା କରିଛି ସେ ରୁଲ ହିସାବରେ ନିଜର ଜମି ନିଜ ନାଁରେ ଥିବା କଥା। ଆଜ୍ଞା ସାର୍। ନାଇଁ ଗଭର୍ଣ୍ଣମେଣ୍ଟ ଯୋଉ ରୁଲ କରୁଛି ଠିକ ରୁଲ ବି କରୁଛି, କିନ୍ତୁ ଏଇ ଜାଗାରେ ବହୁତ ଲୋକ ଟିକେ ହଇରାଣରେ ପଡିବେ ଆଉ। ହଁ ସେଇଟା ଖାସ ସାର୍ କରି କମ୍ପ୍ଲେନ୍ ଆଜ୍ଞା କରିବାକୁ ଦେଖ ପଡ଼ିବ ଯଦି ଆଉ ଅସୁବିଧା ଗୋଟେ ହଉଛି। ଅସୁବିଧା ଆଜ୍ଞା, ଆଉ ଗୋଟେ ଅସୁବିଧା ହେଲା ଏବେ ପ୍ରାୟତଃ ଆମ ଓଡିଶାରେ 10% ମହିଳାଙ୍କ ନାଁରେ ସିଏମ କିଷାନ ଆବେଦନ କରିଛନ୍ତି, ଆଉ ପିଏମ କିଷାନ ବି ସେମାନେ ପାଉଛନ୍ତି। ଆଜ୍ଞା ତ ମହିଳାଙ୍କର ନାଁରେ ତ ମୁଁ ଯେତେ ବି ଚେକ୍ କରୁଛି, ମୁଁ ଯେତିକି ଜାଣିବା କଥା ଗାଁ ଗହଳି ମାନଙ୍କରେ ମହିଳାଙ୍କ ନାଁରେ ଏତେ ନିଜ ନାଁରେ ଜମି ନାହିଁ। ଆଜ୍ଞା ସାର୍। ଏବେ ମନେ କରାଯାଉ ଏବେ ମୁଁ ବାହା ହେଲି, ମୋ ସ୍ତ୍ରୀଙ୍କ ନାଁରେ ସିଏମ କିଷାନ ପକେଇଦେଲି, ମୁଁ ଆପ୍ଲାଏ କରିଦେଲି, ସ୍ତ୍ରୀଟା ପାଉଛି 2-3 ବର୍ଷ ହେଲା। ଆଜ୍ଞା ତାପରେ ଏବେ ଯୋଉ ଗଭର୍ଣ୍ଣମେଣ୍ଟ ରୁଲ କରେ ଫାର୍ମର ରେଜିଷ୍ଟ୍ରି କରନ୍ତୁ ବୋଲି, ତ ଫାର୍ମର ରେଜିଷ୍ଟ୍ରି ସ୍ତ୍ରୀଙ୍କ ନାଁରେ ଜମି ଥିଲେ ବି କରିବ। ଆଜ୍ଞା ଆଜ୍ଞା ସେଇଟା ତ ଗୋଟେ ପ୍ରୋବ୍ଲେମ ହଉଛି ଆଉ। ହଁ ଏ ବିଷୟରେ ଟିକେ ଆପଣ ମାନେ ଟିକେ କମ୍ପ୍ଲେନ କରନ୍ତୁ ଟିକେ ହେଲେ। ନାଇଁ ସାର୍ ଆମର ତ ସାର୍ ସୂଚନା କେନ୍ଦ୍ର ସାର୍ ଆମ ପାଖରେ କେବଳ ସାର୍ ସୂଚନା ହିଁ ସାର୍ ଦେଇପାରିବୁ ସାର୍, କମ୍ପ୍ଲେନ ତ ଆମେ ସାର୍ କାହାଠି କରିପାରିବୁନି। ଆଜ୍ଞା ତଥାପି ସାର୍ ଆପଣ ଯୋଉମାନେ ପ୍ରୋବ୍ଲେମ ଫେସ୍ କରୁଛନ୍ତି କୁହନ୍ତୁ ସାର୍ ସିଏମ୍ ଗ୍ରିଭାନ୍ସ ପୋର୍ଟାଲରେ ସାର୍ ସେଇଟା କମ୍ପ୍ଲେନ କରିବେ। ହୁଁ ହୁଁ। ମୁଁ ଜାଣିବା ଦରକାର ସାର୍ ଏଇଆ ପ୍ରୋବ୍ଲେମ ହଉଛି ବୁଝିଲେ କି ସାର୍। ନାଇଁ ଆଉ ଜଣେ ଜଣେ ଧରନ୍ତୁ, ଆଉ ଜଣେ ଜଣେ କଣ କହୁଛନ୍ତି ଗାଁରେ ଆମର ଅଛନ୍ତି ନା ଆମେ ତ କୃଷି ସିଏମ କିଷାନ ପାଉଛୁ, ଆମେ ଆଉ କୃଷକ ଓଡିଶା ଅପଡେଟ କରିଛୁ, ଆମେ କାହିଁକି ଆଉ ଇଏ ଫାର୍ମର ରେଜିଷ୍ଟ୍ରି କରିଯିବୁ ବୋଲୁଛନ୍ତି ସେମାନେ। ନା ଫାର୍ମର ରେଜିଷ୍ଟ୍ରି ଅଲଗା ଜିନିଷଟେ, ଏଇଟା ନୂଆ କରି ହଉଛି ନା ଏଗ୍ରିଷ୍ଟାକରେ ଯୋଉ ଆପଣଙ୍କର। ହଁ ତ ଗଭର୍ଣ୍ଣମେଣ୍ଟ ଆଜ୍ଞା ତ ରୁଲ କରିଛନ୍ତି ସମସ୍ତେ ଯେତେ ବି ଚାଷୀ ଯାହାର ନା ନିଜ ନାଁରେ ଜମି ଅଛି ନିହାତି କରିବା ଲାଗି କୁହାଯାଇଛି, ଆପଣଙ୍କର ସିଏମ କିଷାନ ବୋଲି ନାହିଁ,
ଯେନ୍ତା କି ଆମର ଗଲା ଥର ଦେଖିଥିବେ ଆମର ଫସଲ ବୀମା ଯେତେବେଳେ ଆମେ ଆପ୍ଲାଏ କରୁଥିଲୁ ସେ ଟାଇମରେ ବି ଏଗ୍ରି ଷ୍ଟକ୍ ଲାଗିଥିଲା। ନାଇଁ ଉଠେଇ ଦେଇଥିଲେ ତ ମଝିରେ ହଁ ଉଠେଇ ନା ଦେଲେ ମାନେ ମଝିରେ ଉଠେଇଦେଲେ ଆଜ୍ଞା, କିନ୍ତୁ ଆଗାମୀ ଦିନରେ ଆଗକେ ଯେତେବେଳେ ବି ଆସିବା ନେକ୍ସଟ ଟାଇମରେ ଏଇ ଭଳିଆ ଅପସନ ସବୁ ଜାଗାରେ ଫାର୍ମର ରେଜିଷ୍ଟ୍ରି ଲାଗବା ଆଜ୍ଞା, ବାଧ୍ୟ ଲାଗବା। ଆଜ୍ଞା ସବୁଆଡେ ଆପଣ ପିଏମ୍ କିଷାନ ସିଏମ୍ କିଷାନ ଆପଣ ସବୁଆଡେ ଲାଗିବ, ସେଥିରେ ୟୁନିକ୍ ନମ୍ବର ତାଙ୍କୁ ଗୋଟେ ମିଳିବ ନା ସାର୍, ହଁ ହଁ ଆଇଡି ଗୋଟେ ଗୋଟେ ମିଳିବ। ଆଇଡି ଗୋଟେ ମିଳିଯିବ ଯେ ପ୍ରକୃତରେ ଓଡିଶା ଗଭର୍ଣ୍ଣମେଣ୍ଟ ବି ଜାଣିପାରିବେ ପ୍ରକୃତରେ ଇଏ ଜଣେ ଏ ଚାଷୀ ବୋଲି। ଚାଷୀ କି ହୁଁ ହୁଁ ହୁଁ। ଆଜ୍ଞା ଆଜ୍ଞା ସାର୍। ନାଇଁ ଆକ୍ଚୁଆଲି ଗଭର୍ଣ୍ଣମେଣ୍ଟ ଯୋଉ କରୁଛନ୍ତି ଠିକ ଅଛି, କିନ୍ତୁ ପ୍ରଥମେ ଗୋଟେ କାମ କରିବା କଥା, ଯେତେ ବି ଆମର ଚାଷୀ ମାନେ ଅଛନ୍ତି ଯେମିତି ନିଜ ନାଁରେ ଜମି ପଟା ନାହିଁ, ତ ସେମାନଙ୍କୁ ଟିକେ କନଭର୍ଟ କଲା ପରେ କିଛି ସମୟ ୱେଟ୍ କରିବା କଥା, ହଡ଼ବଡି ନେଲେ ହଁ ସମୟ ତ ସାର୍ ଦିଆଯାଇଛି ନା, ସମୟ ତ ବର୍ତ୍ତମାନ କିଛି ଲିମିଟ୍ ନାହିଁ, ବନ୍ଦ ପାଇଁ ବାହାର ଷ୍ଟାର୍ଟ ହେଲାଣି ଆପଣଙ୍କର ଏଇଟା ଜାନୁଆରୀ ମାସରୁ ଷ୍ଟାର୍ଟ ହେଲାଣି, କିନ୍ତୁ ସମସ୍ତେ ଜାଣି ମାନେ ସଚେତନ ନଥିଲା, ସେମାନେ ଜାଣିପାରିନଥିଲେ, ଧୀରେ ଧୀରେ ସବୁ ଜାଣୁଛନ୍ତି କରୁଛନ୍ତି ସାର୍। ନା ସାର୍ ଗାଁ ଗହଳି ମାନଙ୍କର ଏତେ ଖାସ ଜାଣିନାହାନ୍ତି ଆଜ୍ଞା, 10% ଖାଲି ଜାଣିଛନ୍ତି, ବେଶୀ ନାହିଁ ଜାଣବା। ଯେତେ ଆଜ୍ଞା ଆଜ୍ଞା କହିଲେ ବି ସାର୍। କିଛି ନେବୁ ଯାଉ କେଡେ କେଡେ କାଣା ଗଲା ନା ଏଇଟା ଗୋଟେ କାଣା ଗୋଟେ ଆମେ କରିଛୁ ବୋଲି କହୁଛନ୍ତି ଲୋକମାନେ। ଆଜ୍ଞା ଆଜ୍ଞା ସାର୍। ଆଜିକାଲି ଡେଟ୍ରେ ଆଜ୍ଞା ଆପଣ ଜଣେ କେ ଭଲ କଥା କହିବେ ବୋଲେ ସେ ଟୋଟାଲ ଆପଣଙ୍କ କଥା ନେଇ ଶୁଣି, ଯିଏ ଖରାପ କଥା କହିବ ତା କଥା ହଁ କରିବେ। ଆଜ୍ଞା ଆଜ୍ଞା ସାର୍। ଆମେ ବି ଏ ବିଷୟରେ ବହୁତ ଲୋକ ଆମେ ସଚେତନ ବି କରିଛୁ ଯେ ଆପଣ ମାନେ ଏଇ କାମ କରନ୍ତୁ, ଯାଇକରି ଆପଣଙ୍କ ଫ୍ରି ଅଫ୍ କଷ୍ଟରେ ନିଜ ନାଁରେ ଜମି ଅଛି କରା ବୋଲିକରି, କିନ୍ତୁ ସେ ଜାଗାରେ ବି ସମସ୍ତେ ସେ କଥାକୁ ନେଇ ମାନବା। ଆଜ୍ଞା ଆଜ୍ଞା ସାର୍। ତ ଆଉ ଗୋଟେ ଆପଣ କଥା ସାର୍ ଆଜ୍ଞା ଦେଖନ୍ତୁ, ଆମର ଜଣେ ଚାଷୀକୁ ଦୁଇଟା କାମ କରିବାର ବାଧ୍ୟ କି ଆଜ୍ଞା, ଆମର ଜଣେ ଫାର୍ମର ରେଜିଷ୍ଟ୍ରି ଗୋଟେ ଆଉ ଗୋଟେ ହେଲା ଆମର କୃଷକ ଓଡିଶାରେ, ଆଜ୍ଞା ସାର୍। ଏ ଦୁଇଟା ନିହାତି ଦରକାର। ଆଜ୍ଞା ସାର୍। ଆଉ ଗୋଟେ କୁହାଯାଉଛି ସାର୍ ଆମର 21 ନମ୍ବର ରେଜିଷ୍ଟାରମେଣ୍ଟରୁ ଯୋଉମାନଙ୍କର ଫାର୍ମର ରେଜିଷ୍ଟ୍ରି ନଥିବ ସେମାନଙ୍କୁ ମିଳିବନି ବୋଲି କୁହାଯାଉଛି ଯେ। ନାଇଁ ସେମିତି ସୂଚନା ତ କିଛି ଆସିନି ସାର୍, ସେମିତି କିଛି ସୂଚନା ଉପଲବ୍ଧ ହେଇନି ସାର୍ ଆମ ପାଖରେ। ହଁ ହଁ ଠିକ ଅଛି ଆଜ୍ଞା, ଆପଣଙ୍କର ବହୁମୂଲ୍ୟ ମତାମତ ଦେଇଥିବାରୁ ଯାହା ହଉ ଠିକ୍ ଅଛି ମତେ ସାର୍। ଆଜ୍ଞା ଆପଣଙ୍କ ସହିତ କୁହନ୍ତୁ। କଥା ହେଇକରି ମତେ ବହୁତ ଭଲ ଲାଗିଲା ଆଜ୍ଞା। ଠିକ୍ ଅଛି ସାର୍, ମୁଁ ଆପଣ ଆଉ କିଛି ସହାୟତା କରିପାରିବି ସାର୍? ନା ଆଜ୍ଞା ଏତିକି ଖାଲି ଦରକାର, କିଛି ଦରକାର ମୁଁ ନାହିଁ। କଲ୍ ଟା ଆଜ୍ଞା ମୁଁ କଲ୍ ଟା ଆଇଭିଆରୁ ଟ୍ରାନ୍ସଫର କରୁଛି, ଦୟାକରି ସେଠାରେ ଆପଣ ନିଜର ମତାମତ ପ୍ରଦାନ କରିବେ, କଲ୍ କଟିଗଲେ ଗୋଟେ ଭଏସ୍ କଲ୍ ଯିବ, ରେଟିଂ 1 ରୁ 5 ଭିତରେ ଅଛି, ଯଦି ଆପଣ ମୋ କଥାରେ ସନ୍ତୁଷ୍ଟ 5 କୁ ଦେଇପାରନ୍ତି, ନିହାତି କିଷାନ ଦେବି ଆଜ୍ଞା, ଗଭର୍ଣ୍ଣମେଣ୍ଟ ଆପଣ କଲ୍ ମତେ ଏତେ କରିଯିବ, ସୁନ୍ଦର ଭାବରେ ଧନ୍ୟବାଦ ଆଜ୍ଞା। ବୁଝାଲେ ଆଜ୍ଞା। ଆଜ୍ଞା ନମସ୍କାର ଆଜ୍ଞା ସାର୍। ନମସ୍କାର ଆଜ୍ଞା।